ନା ଦେଖନ୍ତୁ 24 ନିର୍ବାଚନରେ ବିଜୁ ଜନତା ଦଳ ପରାଜୟ ପରେ ତାଙ୍କ ଦଳ ଭିତରେ ଗୋଟେ ଅସ୍ୱାଭାବିକ ପରିସ୍ଥିତି ଜାରି ରହିଛି। ବିଭିନ୍ନ ନେତା ପରାଜୟର କାରଣ ପାଇଁ ବିଭିନ୍ନ ନେତାଙ୍କୁ ଆରୋପ ପ୍ରତ୍ୟାରୋପ କରିବା ପରେ ଏବେ ଦେଖନ୍ତୁ ନୂଆପଡ଼ା ଉପନିର୍ବାଚନ ପରେ ମଧ୍ୟ ସେ ଝଡ଼ ଜାରି ରହିଛି। ଲଗାତାର ଭାବରେ ସବୁ ସମୟରେ ସମାଲୋଚନା କରି ଆସୁଥିବା ଦେବାଶିଷ ସାମନ୍ତରାୟ ଯିଏ ବର୍ତ୍ତମାନ ସାଂସଦ ଅଛନ୍ତି, ସେ ଗତକାଲି ତାଙ୍କୁ ଯେଉଁ ପଦବୀ ଦିଆଯାଇଥିଲା ଆମର ସିନିୟର ସିଟିଜେନ ସେଲ୍ର ଅଧ୍ୟକ୍ଷ ଭାବରେ ଉପସଭାପତି ପାହ୍ୟାରେ ତାକୁ ପ୍ରତିବାଦ କରିକି ସେ ପଦବୀରୁ ମାନେ ଇସ୍ତଫା ଦେଇଛନ୍ତି। ସେ ପଦବୀ ଗ୍ରହଣ କରିବାକୁ ଅନିଚ୍ଛୁକ ଅସମର୍ଥ ବୋଲି ଜଣେଇକିରି କାଲି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଅବଶ୍ୟ ଗୋଟେ ଦଳ ଭିତରେ ସଭାପତି, ଉପସଭାପତି, କାର୍ଯ୍ୟକାରୀ ସଭାପତି, ଆପଣଙ୍କର ବରିଷ୍ଠ ଉପସଭାପତି, ବରିଷ୍ଠ ସାଧାରଣ ସମ୍ପାଦକ ଥାନ୍ତି, କିନ୍ତୁ ଯୋଉ ପାହ୍ୟା ଦେଇକିରି କିଛି ନେତାଙ୍କୁ ସେତେବେଳେ ବି ଚର୍ଚ୍ଚା ହଉଥିଲା, କିଛି ନେତାଙ୍କୁ ଦଳୀୟ ସଂଗଠନର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରୁ ଦୂରେଇ ରଖିବା ପାଇଁ ବହୁ କିଛି ନେତାଙ୍କୁ ଉପସଭାପତି ପାହ୍ୟା ବା ବରିଷ୍ଠ ଉପସଭାପତି ପାହ୍ୟା ବା ସାଧାରଣ ସମ୍ପାଦକ ପାହ୍ୟା ଦେଇକିରି ସେମାନଙ୍କୁ ବିଭିନ୍ନ ସଂଗଠନର କାହାକୁ ଓବିସି ସେଲ୍ର, କାହାକୁ ବରିଷ୍ଠ ନାଗରିକ ସଂଘ, ଏଇସବୁର ଗୋଟେ ଦାୟିତ୍ୱ ଦିଆହେଇଥିଲା। ତ ବହୁତ ଦିନ ତଳେ, ଏଇଟା 2 ମାସ ପାଖାପାଖି ସମୟ ହେଇଗଲାଣି, ହେଲେ ଗତକାଲି ଏଥିରୁ ଇସ୍ତଫା ଦେଇଛନ୍ତି ପଦବୀରୁ ପ୍ରତିବାଦ କରିକିରି କିଏ ଆପଣଙ୍କର ଦେବାଶିଷ ସାମନ୍ତରାୟ। ତାଙ୍କୁ ଭାବିବା ପାଇଁ, ତାଙ୍କୁ ଇଏ ସୂଚନା କରିବା ପାଇଁ ଏତେ ଦିନ ସମୟ ଲାଗିଗଲା ଯେ ପଦବୀଟି ଗୋଟେ ଲଜ୍ଜାଜନକ ବା ଅସମ୍ମାନଜନକ ପଦବୀ ତାଙ୍କ ପାଇଁ ବୋଲିକିରି ସେ କହିବା କଥା ଯେ ତାଙ୍କୁ ଯେତେବେଳେ ପଚରାଗଲା ଆପଣ ଦଳରୁ ଇସ୍ତଫା ଦେବେ କି, ସେ ମନା କହିଲେ ନାଇଁ, ନବୀନ ବାବୁ ଯେତେ ଦିନ ପର୍ଯ୍ୟନ୍ତ ଦଳର ନିଷ୍ପତ୍ତି ନଉଥିବେ ମୁଁ ସେତେ ଦିନ ପର୍ଯ୍ୟନ୍ତ ଦଳରେ ଅଛି। ତା ମାନେ ତାଙ୍କ କହିବା ଅନୁସାରେ ସେ ବର୍ତ୍ତମାନ ଦଳରେ ଯେହେତୁ ଅଛନ୍ତି, ଇସ୍ତଫା ଦେଇନାହାନ୍ତି, ନବୀନ ବାବୁ ସବୁ ନିଷ୍ପତ୍ତି ନଉଛନ୍ତି ତାଙ୍କ କହିବା ଅନୁସାରେ। ଆମେ ତାଙ୍କ କଥାକୁ ଯଦି ଗୁରୁତ୍ୱ ଦେବା ଯେ ନବୀନ ବାବୁ ଆଜି ବି ନିଷ୍ପତ୍ତି ନଉଛନ୍ତି, ତେଣୁ ସେ ଦଳରେ ଅଛନ୍ତି। ସେ ଆଲିଗେସନ ଆଣୁଛନ୍ତି ନବୀନ ବାବୁଙ୍କ ସହିତ ତାଙ୍କୁ ଭେଟିବାକୁ ଦିଆଯାଉ। ତାଙ୍କୁ ରାଜ୍ୟସଭା ଯେତେବେଳେ ପଠାଗଲା, ଦୁଇଟି ନିଷ୍ପତ୍ତିକୁ ଆମେ ତୁଳନା କରିବା, ରାଜ୍ୟସଭା ସଂସଦ କରିକିରି ପଠେଇବା, ଆଉ ଏବେ ଯୋଉ ସିନିୟର ସିଟିଜେନ ସେଲ୍ର ପାହ୍ୟାରେ ଉପସଭାପତି କରେଇବା। ଯଦି ଏଇ ପାହ୍ୟାରେ ଉପସଭାପତି କରେଇବା ଯୋଉ ଲୋକଙ୍କୁ, ଯୋଉ ବ୍ୟକ୍ତିକୁ ପରୋକ୍ଷରେ ଇଙ୍ଗିତ କରୁଛନ୍ତି, ରାଜ୍ୟସଭା ପଠେଇଲା ବେଳେ, ରାଜ୍ୟସଭା ଗଲା ବେଳେ ସେଇ ବ୍ୟକ୍ତିଙ୍କର କଣ ଦବଦବା ନଥିଲା କି? ରାଜ୍ୟସଭା ପଠେଇଲା ବେଳେ ଆପଣ ତ କୁତୁକୁତୁ ହେଇକି ତାଙ୍କ ସାଙ୍ଗରେ ଫଟୋ ଉଠେଇଥିଲେ, ତାଙ୍କୁ ସେତେବେଳେ ସ୍ୱର ଉଠେଇ ନଥିଲେ, ନା ଏଇଟା ଅନ୍ୟ ଜଣେ ନିଷ୍ପତ୍ତି ନେଇଛି ମୁଁ ଏଇଟା ଗ୍ରହଣ କରିବିନି ବୋଲି କହିନଥିଲେ। ଏବେ କହୁଛନ୍ତି ଏଇ ଯୋଉ ନିଷ୍ପତ୍ତିଟା ହେଇଛି, ଏବେ କହୁଛନ୍ତି ଯେ ଏଇ ନିଷ୍ପତ୍ତିଟା ଗ୍ରହଣୀୟ ନୁହେଁ, ମୁଁ ଗ୍ରହଣ କରିପାରିବି ନାହିଁ। ତା ମାନେ ଏଇଟା ବି ଆପଣ ଯଦି ସେଇଟା ନବୀନ ବାବୁ ନେଇଥିଲେ ବୋଲି ଆପଣ କହୁଛନ୍ତି, ଯେହେତୁ ଆଜି ଦଳରେ ଆପଣ ଅଛନ୍ତି, ଇସ୍ତଫା ଦଉନାହାନ୍ତି ମାନେ ନବୀନ ବାବୁ ନିଷ୍ପତ୍ତି ନେଉଛନ୍ତି ବୋଲି କହୁଛନ୍ତି, ତାହେଲେ ରାଜ୍ୟସଭା ବି ନବୀନ ବାବୁ ନିଷ୍ପତ୍ତି ନେଇଥିଲେ। ତେଣୁ ଇଏ ବି ଏଇ ଯୋଉ ଉପସଭାପତି ପାହ୍ୟାରେ ଯୋଉ ନିଯୁକ୍ତି ମଧ୍ୟ ଆପଣଙ୍କୁ ନବୀନ ବାବୁ ଦେଇଥିଲେ। ତ ତାଙ୍କ କଥାରୁ କିଛି ଜଣା ପଡୁନି। ଗୋଟେ କଥା ହଉଛି ରାଜନୀତିରେ, ଗୋଟେ କଥା ହଉଛି କଣ କି, ବିଜୁ ଜନତା ଦଳ କେବେ ବିରୋଧୀ ଦଳରେ ନଥିଲା। ହଠାତ୍ ବିରୋଧୀ ଦଳକୁ ଆସିଲା ପରେ 24 ବର୍ଷ କ୍ଷମତାରେ ରହିକିରି ସେମାନେ ହଠାତ୍ ସେ ଜିନିଷଟାକୁ, ପରିସ୍ଥିତିଟାକୁ ଗ୍ରହଣ କରିପାରୁନାହାନ୍ତି। କେବଳ ଯେ ଦେବାଶିଷ ସାମନ୍ତରାୟଙ୍କୁ ସେ ପାହ୍ୟାରେ ଉପସଭାପତି କରାଯାଇଛି ସେୟା ନୁହଁ, ଆଉ କିଛି ନେତାଙ୍କୁ ମଧ୍ୟ ସେଇ ପାହ୍ୟା, ବରିଷ୍ଠ ଉପସଭାପତି ପାହ୍ୟା ବା ସାଧାରଣ ସମ୍ପାଦକ ପାହ୍ୟା ଦେଇକିରି ଅନ୍ୟ ସଂଗଠନ ରାଜା ସ୍ୱାଇଁଙ୍କ ଭଳିଆ ନେତାଙ୍କୁ ମଧ୍ୟ ଦାୟିତ୍ୱ ଦିଆହେଇଛି। ତ ସେମାନେ ଏପର୍ଯ୍ୟନ୍ତ କେହି ମୁହଁ ଖୋଲି ନାହାନ୍ତି। ଦେବାଶିଷ ସାମନ୍ତରାୟ ଖୋଲିବା ପଛର କାରଣ କଣ? ଆଉ ତାଙ୍କର କଥା ଅନୁସାରେ ସିଏ ଯଦି କହୁଛନ୍ତି ଏବେ ତାଙ୍କର ଯେହେତୁ ସେ ଦଳରୁ ଛାଡ଼ିବେ ନାହିଁ, ଦଳ ଛାଡ଼ିବେ ନାହିଁ ନବୀନ ବାବୁ ନିଷ୍ପତ୍ତି ନେଲା ପର୍ଯ୍ୟନ୍ତ, ତେଣୁ ପୂର୍ବ ନିଷ୍ପତ୍ତି ଯଦି ଦଳ ନବୀନ ବାବୁ ନେଇଥିଲେ ରାଜ୍ୟସଭାଟା, এইটা ବି ନବୀନ ବାବୁ ନେଇଥିବେ। ଯଦି ଅନ୍ୟ କିଏ ନେଇଛି, ଆପଣ ତ ନିଜେ କହୁଛନ୍ତି ନବୀନ ବାବୁଙ୍କ ଦସ୍ତଖତରେ ଆମକୁ ନିଯୁକ୍ତି ମିଳିଛି, ତ ସେଟା ନବୀନଙ୍କ ନିଷ୍ପତ୍ତି ବୋଲି ଆପଣ ଭାବିବା କଥା। ଆପଣ ଏଟା ଯଦି ଇସ୍ତଫା ଦେଇଛି, ନବୀନଙ୍କ ନିଷ୍ପତ୍ତି କି ପ୍ରତିବାଦ କରିଛନ୍ତି,
तामाने राज्यसभा मध्य नवीन बाबू करथिले आपण सेटाक मध्य प्रतिवाद करबा उचित। तो दीपटिया कथा जहाँ कहिबे स्पष्ट कहतु। गोटे कथा हूँ राजनीति गोटे बर्तमान आजिकल सुविधावाद हो गलानी। तो जोटा सुहाइला सेटा भल, जोटा न सुहाइला सेटा खराब। कहते विजु जनता दल विजु लेगेसी नहीं वर्तमान दल गोटे अन्य अच्छा मोर से प्रश्नटा राज्यसभा से गला बेले विजु जनता दल विजु लिगेसी काम करुला कि तांको कथा को आमे जदि ग्रहण करिबा देवाशीष बाबूंकर कथा को विजु लिगेसी एटा कोन आजिर कथा। गोटे 2019 निर्वाचन पा सरीगला सेते बेले कोन विजु लिगेसी रे काम करुतले 24 रे निर्वाचन रे विजु लिगेसी रे काम करुतले। तेणु आप विजु लिगासी गोटे कथा कहीकि केवल गोटे प्ली एटा हूँ राजनैतिक राजनीतिर अन्य नाम बर्तमान है सुविधावाद। जहाँ को जमिति सुहाइला सी सेमिति कहला कौ शब्दटा को कयन कले लोकों द्वारा ग्रहणीय हम से शब्द को व्यवहार कर लिगासी विजु लिगासी। आज्ञा विजु जनता दल प्रतिष्ठा हैला बेले जो नेता माने थिले से माने कोन एबे अछंती आपण सेटा को तो ग्रहण करि पारले। विजय महापात्र गले रामकृष्ण पटनायक गले से बहु बड़ बड़ नेता भी दल विदा होते से तो आपण मैंने कि मुह खोली नथिले। एबे विजु लिगासी हेले कौन हम विजु लिगासी बा धीरे 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 सेटा खत्म हे आसीची। आपण 19 निर्वाचन कौन विजु लिगासी स्ट्रांग है कि थिला ना विजु लिगासी अनुसार लोक धराबर टेका कनिया प्रबल आसते राजनीति एमएलए एमपी होते आपण को सेते जानी नथिले। निज जदि आज विजु जनता दल क्षमतार था ए शब्द शुणा पड़ी न था। जेहेतु विजु जनता दल बर्तमान सरकार बाहरी जाइए जी जहाँ सुविधा अनुसार कथबार्ता कर।